ପ୍ରତିମା ବର୍ତ୍ତମାନ ତୁମେ କେଉଁଠିକି ଯିବ? ମୁଁ ନେଇ ଛାଡ଼ି ଦେଇ ଆସିବି। ମୁଁ ବା କେଉଁଠିକି ଯିବି ବୀର? ମୋ ପିତାଙ୍କୁ ତ ସେନାପତି ହତ୍ୟା କରିଦେଇଛି। ଯଦି ଆପଣ ଚାହିଁବେ ଆପଣଙ୍କ ପାଦ ତଳେ ଟିକେ ଝାଡ଼ା ଦେଲେ ମୁଁ ମୋ ନିଜକୁ ଧନ୍ୟ ମନେ କରିବି। ଏ କ'ଣ କହୁଛନ୍ତି ରାଜକୁମାରୀ ପ୍ରତିମା? ଏହା କେବେ ସମ୍ଭବ ନୁହେଁ। କ'ଣ କହିଲ? ସମ୍ଭବ ନୁହେଁ? ନା ନା, ଏହା କେବେ ସମ୍ଭବ ନୁହେଁ। ହେଲେ କାହିଁକି ସମ୍ଭବ ନୁହେଁ? ତମେ ଯଦି ଚାହିଁବ ନା ତାହେଲେ ସବୁ କିଛି ସମ୍ଭବ। ନା ନା, ମୋତେ ସେ ସବୁ ଚାହିଁବାର ନାହିଁ ହେଲା। ମୋତେ ଶୀଘ୍ର ହେଉଛି ରାଜକୁମାରୀ ପ୍ରତିମା। ମୁଁ ତୁମକୁ ହାତ ଯୋଡ଼ି ଅନୁରୋଧ କରୁଛି, ମୋତେ ଯିବା ପାଇଁ ଦିଅ। ହେ ବୀର, ତମେ ସେମିତି କଥା କୁହ ନା। ତମେ ମୋ ଇଜ୍ଜତ ବଞ୍ଚେଇଛ, ତମେ ମୋ ଜୀବନ ରକ୍ଷା କରିଛ। ମୁଁ ତମକୁ ଭଲସେ ଧନ୍ୟବାଦ ବି କହିଲି। ଦୟାକରି ମୋ କଥା ଟିକେ ତ ଶୁଣ। ନା ନା, ଏଥିରେ ଧନ୍ୟବାଦ କରିବାରେ କ'ଣ ଅଛି? ତୁମ ଜାଗାରେ ଯିଏ ଥିଲେ ମଧ୍ୟ ମୁଁ ମୋର କର୍ତ୍ତବ୍ୟ କରିଥାନ୍ତି। ଏଇଟା ହେଉଛି ମୋର କର୍ତ୍ତବ୍ୟ। ହଁ ବାବା, ଏଇଟା ତମ କର୍ତ୍ତବ୍ୟ। ହେଲେ ବୀର, ତମକୁ ଦେଖିଲା ପରେ ନା ମୁଁ ମୋ ମନରେ ଯାହା ଅନୁଭବ କରିଛି ତାହା ତୁମରି ଆଗରେ କହିବା ପାଇଁ ଚାହୁଁଛି। ମୋତେ ଦେଖିଲା ପରେ ତମେ ପୁଣି ଅନୁଭବ କରୁଛ? ହଁ କ'ଣ ଅନୁଭବ କରୁଛ ଟିକେ ଶୁଣିଲି? ମା, କେମିତି କହିବି ଯେ ମତେ ତ କହିବାକୁ ଲାଜ ବି ଲାଗୁଛି ଆଉ ଡର ବି ଲାଗୁଛି। ହ୍ୟାଲୋ, କ'ଣ ଭାବୁଛ? ଶୀଘ୍ର କୁହ। ତାହେଲେ ଶୁଣ ବୀର, କୁହ। ତମକୁ ଦେଖିଲା ପରେ ନା ମୁଁ ହଁ, ମୋତେ ଦେଖିଲା ପରେ କ'ଣ? ତମକୁ ଦେଖିଲା ପରେ ନା ମୁଁ ହଁ, ମନେ 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 ଭଲ ପାଇ ସାରିଛି। କ'ଣ କହିଲ? ତମେ ପୁଣି ମୋତେ ଦେଖିଲା ପରେ ମନେ ମନେ ଭଲ ପାଇ ସାରିଛ? ହଁ ବାବା, ମୁଁ ନା ତମକୁ ଦେଖିଲା ପରେ ମୁଁ ମୋ ଜୀବନଠୁ ବି ଅଧିକ ଭଲ ପାଇ ସାରିଛି। ନାଇଁ ବାପା ନାଇଁ, ମୋତେ ସେ ଧନ୍ଦାରେ ପଶିବାର ନାହିଁ। ମୋତେ ଡେରି ହେଲାଣି, ମୁଁ ଯାଉଛି। କ'ଣ ହେଲା? ଚାଲିଯିବ? ହଁ, ମୁଁ ଚାଲିଯିବି। ଏ ବୀର, କ'ଣ ହେଲା? ତାମାନେ ତମେ କ'ଣ ସେ ପ୍ରେମ ବିଷୟରେ କିଛି ଜାଣିନା? ଦରକାର ନାହିଁ, ମୋତେ ଜାଣିବାର ବି ଦରକାର ନାହିଁ ହେଲା। ମୁଁ ଯାଉଛି। ଆରେ ବାବା ଶୁଣ। କ'ଣ ହେଲା ଶୀଘ୍ର କୁହ, ମୁଁ ଯିବି। ଏ ବୀର, କ'ଣ ହେଲା? ପ୍ରେମ କଲେ ଯେ କେତେ ଆନନ୍ଦ ଥାଏ ତମେ ଜାଣିନ? ମୋତେ ସେ ଆନନ୍ଦ ଦରକାର ନାହିଁ, ମୁଁ ଯାଉଛି। ଚିବି ଚିବି କ'ଣ ହଉଛ ଯେ? ଥରୁଟି ତମ କଥା ଶୁଣିବା ପାଇଁ ଚେଷ୍ଟା କର। କହିଲି ନା, ମୋତେ କିଛି ଶୁଣିବାର ନାହିଁ, ମୁଁ ଯାଉଛି ହେଲା। ଚାଲିଯିବ? ହଁ, ଚାଲିଯିବି। ତମେ ଚାଲିଯିବ? ଯାଉଛି ମୁଁ। ଏ ବୀର, ପୁଣି କ'ଣ ହେଲା? ଆରେ ଶୀଘ୍ର ବାବା କୁହ। ଥରୁଟି ତମ କଥା ଶୁଣ। କ'ଣ ହେଲା ଶୀଘ୍ର କୁହ, ମୁଁ ଯିବି। ତାହେଲେ ମନ ଧ୍ୟାନ ଦେଇକି ଶୁଣ ହେଲା। ଠିକ୍ ଅଛି। ଏ ମୋରା ରସିକା ବୀର, ଏ ବୀର, କ'ଣ ହେଲା? ଶୁଣ ବାବା। ଶୁଣିଥିଲୁ? ଏ ମୋରା ରସିକା ବୀର, ଛାଡ଼ି ଯାଅ ନାହିଁ ବନ୍ଧୁ ଯୋଡ଼ୁଛି କର। ମନ ଦେଇଛି ଭଲ ପାଇଛି ଅଭିସାରୀ ସାଜିଛି ମୁଁ ଆଜି ତୁମର। ଏ ମୋରା ରସିକା ବୀର, ଛାଡ଼ି ଯାଅ ନାହିଁ ବନ୍ଧୁ ଯୋଡ଼ୁଛି କର।
ଏସବୁ କ'ଣ ହଉଛି? ତାମାନେ କିଛି ଜାଣିନା? ନା ନା ମତେ ଏସବୁ ଦରକାର ନାହିଁ, ମୁଁ ଯାଉଛି ହେଲା। ଆରେ ରୁହ ବାବା, ୟାକୁ ହିଁ ତ ପ୍ରେମ କୁହାଯାଏ। ଦରକାର ନାହିଁ ଏମିତିକା ପ୍ରେମ ମତେ ହେଲା, ମୁଁ ଯାଉଛି। ଆରେ ବାବା ଶୁଣ ତ, କ'ଣ ହେଲା? ଜାଣିଛ ତମେ ଯଦି ମୋ କଥାରେ ରାଜି ହେଇଯିବ ନା, ତାହେଲେ ତମକୁ ଧୀରେ ଧୀରେ ସବୁ ଭଲ ଲାଗିବ। ନାଇଁ ନାଇଁ ମତେ କିଛି ବି ଭଲ ଲାଗୁନି ହେଲା, ମୁଁ ଯାଉଛି। ଆରେ ଶୁଣ ବାବା, କ'ଣ ହେଲା ଶୀଘ୍ର କୁହ। ତୁମଠାରେ ବି କିଛି ମୁଁ ମୋର ମାନ ପ୍ରାଣ ମନେ ମନେ ପତି ରୂପେ କରିଛି ବରଣ। ତୁମଠାରେ ବି କିଛି ମୁଁ ମୋର ମାନ ପ୍ରାଣ ମନେ ମନେ ପତି ରୂପେ କରିଛି ବରଣ। ଚରାଇ ପ୍ରେମ ପ୍ରଦୀପ କର ପ୍ରସ୍ଥାପିତ, ଅବଲାରେ ଦଣ୍ଡ ଦେବା ଏହା କି ଉଚିତ? ଏ ମୋର ରସିକ ବୀର, ଛାଡ଼ି ଯାଅ ନାହିଁ ବନ୍ଧୁ ଯୋଡୁଛି କର। ମନ ଦେଇଛି ଭଲ ପାଇଛି, ଅଭିସାରୀ ସାଜିଛି ମୁଁ ଆଜି ତୁମର। ଏ ମୋର ରସିକ ବୀର, ଛାଡ଼ି ଯାଅ ନାହିଁ ବନ୍ଧୁ ଯୋଡୁଛି କର। ହ୍ୟାଲୋ ଏସବୁ କ'ଣ ହଉଛି? କହିଲି ନା, ୟାକୁ ହିଁ ତ ପ୍ରେମ କୁହାଯାଏ। ହ୍ୟାଲୋ ହଁ, ମତେ ଯିବା ପାଇଁ ଦିଅଲୋ। ମୁଁ ତମକୁ କେତେ ଥର କହିବି, ଯେ ପର୍ଯ୍ୟନ୍ତ ତମେ ମୋ ପ୍ରେମକୁ ସ୍ୱୀକାର ନ କରିଛ, ସେ ପର୍ଯ୍ୟନ୍ତ ତୁମକୁ ଏଠାରୁ କୁଆଡ଼େ ବି ଯିବା ପାଇଁ ଦେବିନି। ଆଉ ଜାଣିଛ, ହଁ, ମୁଁ ତମକୁ ନେହୁରା ହିଁ କହୁଥିଲୁ, ମତେ ଯିବା ପାଇଁ ଦିଅ। ଆରେ ବାବା ସେମିତି କୁହ ନା। ଜାଣିଛ ତମେ ଯଦି ମୋ କଥାରେ ଥରୁଟେ ବି ରାଜି ହେଇଯିବ ନା, ହଁ ତାହେଲେ ମୁଁ ତୁମକୁ ବହୁତ ଆନନ୍ଦ ଦେବି, ବହୁତ ଭଲ ପାଇବି, ବହୁତ ପ୍ରେମ କରିବି। ମତେ ସେ ଆନନ୍ଦ ଦରକାର ନାହିଁ ହେଲା, ମତେ ଯିବା ପାଇଁ ଦିଅ। ନା ନା, କେବେ ବି ଯିବା ପାଇଁ ଦେବିନି। ଫେରି ଯାଅ ଶୁଭାଙ୍ଗିନୀ ମାନି ମୋର ଗିର, ପ୍ରୀତି ଆଶା ରଖ ନାହିଁ ଆହେ ନାରୀ ପର ବିଦେଶୀ ମୁହିଁରେ ମଦାଲସି, ପର ବିଦେଶୀ ମୁହିଁରେ ମଦାଲସି। ଜଞ୍ଜାଳ ତୁନ କରିର ଫେର ନିଜ ମନ୍ଦିର, ଫେରି ଯାଅ ଶୁଭାଙ୍ଗିନୀ ମାନି ମୋର ଗିର।
ବୁଝିବା ପାଇଁ ଚେଷ୍ଟା କର। ତମେ କାହିଁକି ବୁଝିବା ପାଇଁ ଚେଷ୍ଟା କରୁନ? ମୁଁ ତମ ପ୍ରେମରେ ନା ମୋ ଲାଜ ସରମ ସବୁ କିଛି ଭୁଲି ଯାଇଛି। ହ୍ୟାଲୋ ହଁ ଏ ନାରୀ ହରଣ କେତେ ଯେ ବୀର ଗଣ ପ୍ରାଣ ଦେଇଛନ୍ତି ବିଚାର ତୋର ମନ। ଏ ନାରୀ ହରଣ କେତେ ଯେ ବୀର ଗଣ ପ୍ରାଣ ଦେଇଛନ୍ତି ବିଚାର ତୋର ମନ। ଜଞ୍ଜାଳ ତୁନ କରିଣ ଫେର ନିଜ ମନ୍ଦିର ଭାଙ୍ଗିନି ମାନି ମୋର ଗିର। ତୁମକୁ ଏତେ ବୁଝେଇଲା ପରେ ବି କାହିଁକି ମାନୁନ? ମୁଁ ପରା କହିଲି ତମକୁ ଭଲ ପାଉଛି ବୋଲି। ଆଉ ଯେ ପର୍ଯ୍ୟନ୍ତ ରାଜି ହେଇଛ ରାଜି ନ ହେଇଛ କଦାପି ତମକୁ ଛାଡ଼ିବିନି। ଦରକାର ନାହିଁ ମତେ ସେସବୁ। ମୁଁ ଯାଉଛି ଲୋ, ମୁଁ ତୁମକୁ ହାତ ଯୋଡ଼ି ନେଉରା ହଉଛି। ହେ ଭଗବାନ, ଏ ପୁଅକୁ ଯେ କେମିତି ବୁଝେଇବି ମୁଁ ଜମାରୁ ବୁଝିପାରୁନି। ମୁଁ ଝିଅଟିଏ ହେଇ ମୋ ଲାଜସରାଙ୍କୁ ପଛରେ ପକାଇ ତାଙ୍କୁ ଭଲ ପାଉଛି ବୋଲି ତାଙ୍କ ପଛେ ପଛେ ଧାଉଛି। ହେଲେ କେମିତିକା ବୀର କେଜାଣି ଜମାରୁ ବୁଝିପାରୁନାହାନ୍ତି। ମତେ ଯିବା ପାଇଁ ଦିଅ ହେଲା। ନା ନା ତାହେଲେ ତମେ ପ୍ରେମକୁ ସ୍ୱୀକାର କର। ନା ନା, ମୁଁ ତମ ପ୍ରେମକୁ କେବେ ବି ସ୍ୱୀକାର କରିପାରିବିନି ହେଲା। କେବେ ବି କରିବନି? ନା। ତାହେଲେ କ'ଣ କରିବି? ମୋ ପ୍ରେମକୁ ସ୍ୱୀକାର କରୁନାହାନ୍ତି। ଚେଷ୍ଟା କରିବା ପାଇଁ ପଡ଼ିବ। ହଁ ହଁ, ମୁଁ ସେୟା ହିଁ କରିବି। କିଛି ବୁଝିପାରୁନି। ମତେ ଯିବା ପାଇଁ ଦିଅ ଲୋ। ତାହେଲେ ତମେ ଚାଲିଯିବ? ହଁ। ହଉ ତାହେଲେ ଚାଲିଯାଅ। ଜୋର ଜବରଦସ୍ତି ବା କାହିଁକି କରିବି? ଆଉ ଏମିତିରେ ବି ଜୋର ଜବରଦସ୍ତିରେ ପ୍ରେମ କ'ଣ କେବେ ପୂରଣ ହେଇଛି? ତାହେଲେ ଚାଲିଯାଅ ବୀର, ଆଉ ମତେ ଏକା ଏଠି ଛାଡ଼ି ଦିଅ। ଏଠି ମତେ ବାଘ ଖାଇଯାଆନ୍ତୁ, ଭାଲୁ ଖାଇଯାଆନ୍ତୁ, ମୋ ସହିତ କିଛି ବି ହେଇଯାଉ, ତମକୁ ତ କିଛି ଖରାପ ପଡ଼ିବନି। ଯାଅ ଏଠାରୁ, ଚାଲିଯାଅ। ହ୍ୟାଲୋ ଟିକେ ଶୁଣିଲ, ଶୁଣ ମ କହିଲା ମୋ କଥା ଟିକେ ଶୁଣିବ। ତାମାନେ ତମେ ମତେ ଡାକିଲ? ହଁ ମୁଁ ଡାକିଛି। କ'ଣ ପାଇଁ ଡାକିଲ କହୁନ? ମୋ କଥା ଟିକେ ଶୁଣିବ। ତମ କଥା? ହଁ। ହଉ ହଉ ଶୀଘ୍ର କୁହ। ତୁମେ କାହିଁକି ଚାଲିଯିବା ପାଇଁ କହୁଛ? କାହିଁକି ଚାଲିଯିବି ମାନେ? ମୁଁ ତ ତମକୁ ଭଲ ପାଉଛି ବୋଲି କହିଲି, ଆଉ ତମେ ମନା କରିଦେଲ। ତ ଏଠି ରହିବା ବି କ'ଣ ପାଇଁ? ସେଇଥିପାଇଁ ଚାଲି ଯାଉଛି। ନାଇଁ ଲୋ, ମୁଁ ତୁମକୁ ଟିକେ ଥଟ୍ଟା କରୁଥିଲି। ମତେ ଥଟ୍ଟା କରିଥିଲ? ହଁ, ମୁଁ ତୁମକୁ ଟିକେ ଥଟ୍ଟା କରୁଥିଲି। ହେଲେ କ'ଣ ପାଇଁ? କାହିଁକି ଜାଣିଛ? କାହିଁକି? ମୁଁ ତୁମ ସ୍ୱୟଂବର ପାଇଁ ଯାଉଥିଲି। ଭାଗ୍ୟବଶତଃ ଏଠି ଆମର ଦେଖା ହେଲା, ସେଥିପାଇଁ ମୁଁ ଭାବିଲି ଟିକେ ଥଟ୍ଟା କରିଦିଏ। ମା ମତେ ତମେ ଥଟ୍ଟା କରୁଥିଲ? ହଁ ଲୋ, ଥଟ୍ଟା କରୁଥିଲି। ମୋ ସ୍ୱୟଂବର ପାଇଁ ଆସିଥିଲ? ହଁ, ସ୍ୱୟଂବର ପାଇଁ ଆସିଥିଲି। ତା ମାନେ ତମେ ମତେ ଆଗରୁ ଜାଣିଥିଲ ନା? ହଁ, ମୁଁ ତୁମକୁ ଆଗରୁ ହିଁ ଜାଣିଥିଲି। ମା ବୀରକୁ ଦେଖ, ଆଗରୁ ମତେ ଜାଣିକି ମୋ ସହିତ ଥଟ୍ଟା କରୁଥିଲେ। ତେବେ ଠିକ ଅଛି ପ୍ରତିମା, ଆସ ଗଳେ ମୋର ଲମ୍ବାଇ ଦିଅ ପ୍ରୀତି ଗୁନ୍ଥା ଫୁଲ ହାର। ତାମାନେ ତମେ ବି ମତେ ଭଲ ପାଅ ନା? ହଁ, ବହୁତ ଭଲ ପାଏ। ସତରେ? ସତରେ। ତାହେଲେ ମୁଁ ବିନା ତମକୁ ବହୁତ
ଭଲ ପାଏ। ସତ କହୁଛ? ହଁ। ବୀର, ହେଲା। ଶୁଣ ମୋ କଥା। ଆରେ ଶୁଣ ବୀର, ହ୍ୟାଲୋ। ମଧୁର ଲଗନା ହୋଇଲା ମଗନା ହସେ ନା ବଜନା ପ୍ରେମ ସ୍ପନ୍ଦନା ତୁମକୁ ଭଲ ପାଏ ପାନା। ଜାଣିଛ ନା ହେଲା। ପ୍ରଥମ ଦେଖାରକୁ ମୁଁ ତୁମକୁ ଏତେ ଭଲ ପାଇଯାଇଛି ଯେ ସତ କହୁଛ? ତମକୁ କ୍ଷଣିକ ନ ଦେଖିଲେ ମତେ ନା କେମିତି ପାଗଳି ପାଗଳି ପରି ଲାଗେ। ସତ କହୁଛ? ହୁଏ ମାନ ଛନ ଛନ ଉଲାସିତ ହୁଏ ମନ ବାଣେ ଅଙ୍ଗେ ମୋର ହେଉଅଛି ଗୋ ଅସ୍ଥିର। ହୁଏ ମାନ ଛନ ଛନ ଉଲାସିତ ହୁଏ ମନ ହୁଏ ମାନ ଛନ ଛନ ଉଲାସିତ ହୁଏ ମନ ଉବାହରେ ପ୍ରେମ ଛାତେ ଉବାହରେ ପରାଗ ମତେ ପ୍ରେମ ମଧୁର লগନା ହୋଇଲା ମଗନା ହସେ ନା ବଜନା ପ୍ରେମ ସ୍ପନ୍ଦନା ତୁମକୁ ଭଲ ପାଏ ମନ। ହ୍ୟାଲୋ। ଏ ପ୍ରତିମା, ହଁ ବହୁତ ସମୟ ହେଇଗଲାନି, ଏବେ ଯିବା। ତାହେଲେ ଯିବା ପ୍ରିୟ।
ମହାମନ୍ତ୍ରୀ କୁଆଡ଼େ ଗଲେ? ମହାମନ୍ତ୍ରୀ ତ ପଛେ ପଛେ ଆସୁଥିଲେ, ସେ ବର୍ତ୍ତମାନ କୁଆଡ଼େ ଗଲେ? ସେ ପଚାରିଥିବେ, ତାଙ୍କୁ ଟିକେ ଅପେକ୍ଷା କରିବା। এই তো ମହାମନ୍ତ୍ରୀ ଆସିଲେ। ଆସ ମହାମନ୍ତ୍ରୀ ଆସ। ମୂର୍ଖ ପ୍ରଳୟ ସିଂହ ହସ୍ତରୁ ରାଜକୁମାରୀ ପ୍ରତିମାଙ୍କୁ କରିଲି ଉଦ୍ଧାର। ସେ ମୋ ଗଳେ ବରଣମାଲା ଦେଲେ। ଏଥିରେ ଆପଣଙ୍କ ମତ କ'ଣ? ମୋର ମତ ଆଉ କ'ଣ, ମହାରାଜ ମରିଯିବା ପରେ ମୋତେ ତ ଏ କାମ କରିବାକୁ ପଡ଼ିଥାନ୍ତା। ହଁ ମହାମନ୍ତ୍ରୀ। ଆଜି ପ୍ରତିମାର ହସ୍ତ ଅର୍ପଣ କରିଦେଉଛି। ଠିକ ଅଛି ମହାମନ୍ତ୍ରୀ, ଏଥର ଯିବା। କିଛି ଦିନ ଆମ ରାଜ୍ୟ କରିବ ବିଶ୍ରାମ, ଫେରିଯିବ ତୁମ ବିଜୟାଗଡ଼କୁ।